ସାଇକୋଲୋଜି କହିଥାଏ ଜୀବନରେ ଏହି ତିନୋଟି ଜିନିଷର ବିଶେଷ ରୂପରେ ଧ୍ୟାନ ରଖନ୍ତୁ। ଦେଇଥିବା କଥାର, ଦୋସ୍ତିର ଓ ସମ୍ପର୍କର କାରଣ ଏମାନେ ଆବାଜ କରିଥାନ୍ତି କିନ୍ତୁ ଯେତେବେଳେ ଭାଙ୍ଗିଥାନ୍ତି ନୀରବତା ଛାଇ ଯାଇଥାଏ। ସାଇକୋଲୋଜି କହିଥାଏ ଅନେକ ପୁରୁଷ ଏହାକୁ ସୌନ୍ଦର୍ଯ୍ୟ ଓ ଯୌନ ଆନନ୍ଦ ସହିତ ବଢ଼ିବା ରୂପେ ଦେଖନ୍ତି। ବଡ଼ ସ୍ତନ ବିଶେଷ ଦ୍ରୁତତା ଓ ଅନୁଭୂତିକୁ ଜନ୍ମ ଦେଇପାରେ ଯାହା ଶାରୀରିକ ସମ୍ପର୍କ ସମୟରେ କିଛି ପୁରୁଷଙ୍କୁ ଅଧିକ ଆନନ୍ଦ ଦେଇପାରେ। ତେବେ ଏହା ସବୁଠୁ ବେଶୀ ନିଜର ମାନସିକ ରୁଚି, ଉତ୍ତେଜନା ଓ ସ୍ନେହ ଉପରେ ନିର୍ଭର କରେ। କିନ୍ତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ତନର ଆକାର କିମ୍ବା ଆକୃତି। ଯୌନ ଆନନ୍ଦ ଏକମାତ୍ର ନୁହେଁ, ପ୍ରେମ, ବିଶ୍ୱାସ ଓ ମନୋଭାବପୂର୍ଣ୍ଣ ମିଶ୍ରଣ ସହିତ ଥିବା ଶାରୀରିକ ସମ୍ପର୍କ ହେଉଛି ସଭିଙ୍କ ଆନନ୍ଦର ମୂଳ। ସାଇକୋଲୋଜି କହିଥାଏ ଯେତେବେଳେ କେହି ନିଜ ଦେହ ବା କ୍ଷମତା ଉପରେ ଶଙ୍କା କରନ୍ତି, ମୁଁ ଠିକ୍ ଭାବେ କରିପାରିବି ନାହିଁ, ମୋ ନିୟନ୍ତ୍ରଣ ରହୁନାହିଁ, ତେବେ ମସ୍ତିଷ୍କ ଓ ଶରୀରର ଘଟଣା ଯୋଗସୂତ୍ର କମଜୋର ହୋଇଯାଏ। ଏହି ସ୍ଥିତିକୁ ଠିକ୍ କରିବାକୁ ଏହାର ଅର୍ଥ ହେଉଛି ନିଜ ପାଇଁ ସକାରାତ୍ମକ ଭାବରେ ଚିନ୍ତା କରିବା ଓ ନିଜକୁ ପ୍ରୋତ୍ସାହନ ଦେବା ଓ ସମୟ ସହିତ ଅଭ୍ୟାସ ଦରକାର। ଏକ ସମୟ ଥିଲା ଯେତେବେଳେ ମୁଁ ନିଜ ଶରୀର ଉପରେ ଅଭିମାନ କରୁଥିଲି। ମୋ ଲିଙ୍ଗ ଠିଆ ହୁଏ, ଶକ୍ତିଶାଳୀ ଅନୁଭବ ହୁଏ, ମୁଁ ନିଜକୁ ପୁରୁଷ ଭଳି ଅନୁଭବ କରୁଥିଲି। କିନ୍ତୁ ଆଜି ଅତ୍ୟଧିକ ହସ୍ତମୈଥୁନ ମୋ ଶରୀର ଗୁପ୍ତ ଶକ୍ତିକୁ ଧୀରେ ଧୀରେ ଖାଇଦେଲା। ଏବେ ଲିଙ୍ଗ ଛୋଟ ଲାଗେ, ଠିଆ ହେଉନାହିଁ, ମନ ଅସ୍ଥିର ଓ ସରମରେ ଭରିଯାଉଛି। ଏହି ସରମକୁ ମୁଁ ଏକ ଅବସର ବନାଇଲି। ମୁଁ ଆରମ୍ଭ କଲି ଏକ ସହଜ ଉପାୟ, ଭେସଲିନ୍ ଓ ଜସ୍ମିନ୍ ତେଲ ମିଶାଇ ଦିନକୁ 5 ମିନିଟ୍ ମାଲିସ କରିଲି ଆଉ ମୋ ମନକୁ ବି ଶାନ୍ତି ମିଳିଲା। 20 ଦିନ ପରେ ମୁଁ ନୂଆ ପୁରୁଷ ଭଳି ଅନୁଭବ କରିଲି। ଯେଉଁଥିରେ ଦେହ ମନ ସହିତ ଦ୍ରୋହ କରେ ସେଠି ଆପଣ ପ୍ରେମ ତାକୁ ଫେରାଇ ଆଣିପାରେ। ଶରୀରକୁ ଭଲ ପାଆନ୍ତୁ, ମନ ଅପେକ୍ଷା କରୁଛି।